ଖ୍ରୀଷ୍ଟରେ ପ୍ରିୟ ଶ୍ରୋତା ବନ୍ଧୁ, ଆଜି ପୁଣି ଥରେ ଆପଣ ମାନଙ୍କର ନିକଟସ୍ଥ ହୋଇ এই ଜିସସ୍ ଡିସାଇପଲ୍ ମିଡିଆ ଦ୍ୱାରା ଆଉ ଥରେ ଆପଣ ମାନଙ୍କର ସହିତ କଥାବାର୍ତ୍ତା ହେବା ନିମନ୍ତେ ପ୍ରଭୁ ଯେଉଁ ସୁଯୋଗ ଦେଲେ ସେଥିପାଇଁ ମୁଁ ସର୍ବପ୍ରଥମେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତତ୍ ସଙ୍ଗେ ସଙ୍ଗେ ମୁଁ ଆମ ବାରିକ ଭାଇଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦିଏ ଯିଏ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି। ଆସନ୍ତୁ ଆଜି ଆମେ କିଛି ବାକ୍ୟକୁ ଶିଖିବା ଆଉ ଆମେ ଆଜି ସେ ବାକ୍ୟ ଗୁଡାକ ଅନୁସନ୍ଧାନ କରିବା। ଆଜିର ବିଷୟ ଏଇ ଅନ୍ତିମ ଦିନ ଗୁଡ଼ିକରେ, ଏଇ ଶେଷ ଦିନ ଗୁଡ଼ିକରେ ଆମେ କେଉଁ ପ୍ରକାର ଜୀବନ ଯାପନ କରିବା ତାହା ଆଜି ଚିନ୍ତା କରିବା। ଆମେ ସମସ୍ତେ ଜାଣିଛୁ ଆମେ ଅନ୍ତିମ ଦିନ ଗୁଡ଼ିକରେ ଗତି କରୁଛୁ, କାରଣ ସମୟ ବହୁତ ମନ୍ଦ ଅଟେ। ଆଉ ଏଇ ମନ୍ଦ ସମୟରେ ଯେତେବେଳେ ଆପଣ ମାନେ ମୁଁ ଏଇ ଦୁର୍ଦିନ କାଳ ସମୟରେ ଗତି କରୁଛୁ, ଏଇ ସମୟରେ ଆମମାନଙ୍କୁ ବାସ୍ତବିକ ଭାବରେ କି ପ୍ରକାର ଖ୍ରୀଷ୍ଟୀୟ ଜୀବନ ଯାପନ ବ୍ୟତୀତ କରିବା ଆବଶ୍ୟକ ଅଟେ, ସେଥିରୁ ଆମେ କିଛି ଆଜି ବିଷୟ ଶିଖିବା ପାଇଁ ଯାଉଛୁ। ଛୋଟ ପ୍ରାର୍ଥନା ସହିତ ଆରମ୍ଭ କରିବା। ପ୍ରଭୁ ତୁମରି ଧନ୍ୟବାଦ କରୁଛୁ ଯେ ଆମକୁ ଆଜି ଏଇ ମିଡିଆ ମାଧ୍ୟମରେ କିଛି ବିଷୟ ଶିଖିବା ପାଇଁ ସାହାଯ୍ୟ କରୁଛ, ସେଥିପାଇଁ ଆମେ ତୁମକୁ ଧନ୍ୟବାଦ ଦଉଛୁ। ଏଣୁ ଆମେ ଯାହା ବି ଶିଖିବୁ ଶିଖେଇବା ଆତ୍ମା ପୁଣି ଶିଖିବା ଆତ୍ମା ଆମମାନଙ୍କୁ ପ୍ରଦାନ କରୁ। ଧନ୍ୟବାଦ ଦଉଛୁ ସମସ୍ତ ବିଷୟରେ ଯୀଶୁଙ୍କ ନାମରେ ମାଗୁଅଛୁ। ପ୍ରିୟ ଶ୍ରୋତା ବନ୍ଧୁ, ଏଇ ଦିନ ଗୁଡ଼ିକରେ ଆମେ ଯେଉଁ ଗତି କରୁଛୁ, ଆମକୁ ତିନୋଟି ବିଷୟରେ ଅଧିକ ଯତ୍ନବାନ ହେବାର ଆବଶ୍ୟକ ଅଛି। ଆମେ ତିନୋଟି ବିଷୟ ଆଜି ଦେଖିବା। ବାଇବଲରେ ଗୋଟେ ପୁସ୍ତକ ଅଛି ନୂତନ ନିୟମରେ, ସେଇ ପୁସ୍ତକ ଯାକୁବଙ୍କର ପତ୍ର। ଯାକୁବଙ୍କର ପତ୍ରକୁ ବାଇବଲ ଭାଷାରେ କୁହାଯାଏ ଖ୍ରୀଷ୍ଟୀୟ ଜୀବନ ଶୈଳୀ ପୁସ୍ତକ ଅଟେ। ଯାକୁବ ପୁସ୍ତକ ଅତି ଛୋଟ ପତ୍ର ଅଟେ, ଯାହା ଯୀଶୁଙ୍କର ଭାଇ ଯାକୁବ, ଯିଏ ଯୀଶୁଙ୍କର ସ୍ୱର୍ଗାରୋହଣ ପରେ ଯୀଶୁଙ୍କର ଶିଷ୍ୟ ବନିଥିଲେ, ପୁଣି ଅନେକ ମଣ୍ଡଳୀରେ ପାଳକତ୍ୱ ଗ୍ରହଣ କରି ଜେରୁସାଲେମ ମଣ୍ଡଳୀରେ ଯେତେବେଳେ ସେ ପାଳକତ୍ୱ ଗ୍ରହଣ କରିଥିଲେ, ସେହି ସମୟରେ ସେ ଏହି ପତ୍ରଟି ଲେଖିଛନ୍ତି। ଆଉ ଯାକୁବ ଯେଉଁ ପତ୍ର ସେ ଲେଖିଛନ୍ତି, ସେଇ ପତ୍ର ବିଶେଷ କରି ସେମାନଙ୍କୁ ସେ ଲେଖିଛନ୍ତି ଯେଉଁମାନେ ଜେରୁସାଲେମରୁ ଛିନ୍ନ ଭିନ୍ନ ହୋଇ ବିଭିନ୍ନ ସ୍ଥାନକୁ ଯାଇଥିଲେ, ପୁଣି ବିଭିନ୍ନ ସ୍ଥାନରେ ଜୀବନ ଯାପନ କରୁଥିଲେ। କାରଣ ଯେତେବେଳେ ଜେରୁସାଲେମରେ ପ୍ରତାରଣା ହେଲା, ଯେତେବେଳେ ଖ୍ରୀଷ୍ଟୀୟ ବିରୋଧୀ ମାନଙ୍କର ଆକ୍ରମଣ ଜେରୁସାଲେମରେ ହେଲା, ସେତେବେଳେ ଜେରୁସାଲେମ ନିବାସୀ ଯେତେ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ଥିଲେ, ସମସ୍ତେ ଭିନ୍ନ ଭିନ୍ନ ଜାଗାକୁ ଛିନ୍ନ ବିଚ୍ଛିନ୍ନ ହୋଇଗଲେ। ଆଉ ସେମାନେ ଯେତେବେଳେ ଛିନ୍ନ ବିଚ୍ଛିନ୍ନ ହେଇଗଲେ, ସେତେବେଳେ ଯାକୁବ ସେଇ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ କିଛି ନିର୍ଦ୍ଦେଶ ଦେଇ ପତ୍ର ଦ୍ୱାରା ସେମାନଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି। ଆଉ ତାହା ହିଁ ଯାକୁବ ପତ୍ର ଅଟେ। ଅତି ଛୋଟ ପୁସ୍ତକ ଅଟେ, ସେଥିରେ ମାତ୍ର 5ଟି ଅଧ୍ୟାୟ ଅଛି। ଆସନ୍ତୁ ଆମମାନେ ସେହି ପତ୍ରରୁ ଅର୍ଥାତ୍ ଯାକୁବଙ୍କର ପୁସ୍ତକରୁ, ଯାକୁବଙ୍କର ପତ୍ର ପୁସ୍ତକରୁ ଆମେ ଆଜି ଖ୍ରୀଷ୍ଟୀୟ ବ୍ୟବହାରିକ ଜୀବନର ତିନୋଟି ମହତ୍ୱପୂର୍ଣ୍ଣ ଜୀବନକୁ ଚିନ୍ତା କରିବା। ପ୍ରଥମ ବିଷୟ, ଯାକୁବ ଯେତେବେଳେ ଖ୍ରୀଷ୍ଟୀୟ ବିଶ୍ୱାସୀ
ମାନଙ୍କୁ ଲେଖୁଛନ୍ତି ପୁରାତନ ନିୟମର କିଛି ପ୍ରଭୁଙ୍କର ଦାସ ମାନଙ୍କୁ ସ୍ମରଣ କରି ସେ ସେମାନଙ୍କୁ ପତ୍ର ଦ୍ୱାରା ଚେତାଉଛନ୍ତି। ଆଉ ଯାକୁବ ପତ୍ରରେ ତିନୋଟି ପୁରାତନ ନିୟମର ମୁଖ୍ୟ ପ୍ରଭୁଙ୍କର ଦାସ ମାନଙ୍କର ନାମ ଉଲ୍ଲେଖ ହୋଇଛି। ଆସନ୍ତୁ ଆମେ ସେ ତିନୋଟି ବିଷୟକୁ ଦେଖିବା ଆଉ ଆମେ ଆଜି କିଛି ଶିଖିବା, ଯାହା ଆଜି ଏଇ ଅନ୍ତିମ ଦିନରେ ମଧ୍ୟ ଆପଣଙ୍କୁ ମତେ ଏହି ବିଷୟରେ ଜୀବନ ଯାପନ ବିତେଇବାକୁ ପଡେ। ପ୍ରଥମ ବିଷୟ, ଯାକୁବ ପ୍ରଥମେ ଅବ୍ରାହମଙ୍କୁ ସ୍ମରଣ କଲେ ଯେ ଅବ୍ରାହମ କିଏ ଥିଲେ ଆଉ ତାହାଙ୍କ ଜୀବନରେ କଣ ହେଲା, ତାହା ସେ ଯାକୁବ ତାର 2 ଅଧ୍ୟାୟ 21-23 ପର୍ଯ୍ୟନ୍ତ ସେ କିଛି ଆମମାନଙ୍କୁ ଶିଖେଇବା ପାଇଁ ଚାହୁଁଛନ୍ତି। ମୁଁ ଆପଣମାନଙ୍କ ପାଇଁ ପଢୁଛି, ଧ୍ୟାନ ଦେଇ ଶୁଣନ୍ତୁ। ଆସନ୍ତୁ ଆମେ ଏ ବିଷୟରେ ଚିନ୍ତା କରିବା। ଯାକୁବ ତାର 2 ଅଧ୍ୟାୟ 21-23। ଆମ୍ଭମାନଙ୍କ ପିତା ଅବ୍ରାହମ ବେଦୀ ଉପରେ ଆପଣା ପୁତ୍ର ଇସାହାକଙ୍କୁ ଉତ୍ସର୍ଗ କରିବା ବେଳେ କଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇନଥିଲେ? ତୁମେ ଦେଖୁଅଛ ଯେ ବିଶ୍ୱାସ ତାହାଙ୍କର କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା। ସେଥିରେ ଶାସ୍ତ୍ରର ଏଇ ବାକ୍ୟ ସଫଳ ହେଲା, ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା। ପୁଣି ସେ ଈଶ୍ୱରଙ୍କର ମିତ୍ର ବୋଲି ଖ୍ୟାତ ହେଲେ। ଅବ୍ରାହମଙ୍କ ବିଷୟରେ ତାଙ୍କ ପତ୍ରରେ ସେ କାହିଁକି ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଲେଖିବା ପାଇଁ ଚାହୁଁଛନ୍ତି? ପ୍ରଥମ ବିଷୟ, ସେ ଚାହୁଁଛନ୍ତି ଯେ ଏଇ ଅନ୍ତିମ ଦିନ ଗୁଡ଼ିକରେ, ଏଇ ଦୁର୍ଦ୍ଦଶା ଦିନ ଗୁଡ଼ିକରେ ଯୋଉ ଆମେ ଗତି କରୁଛୁ, ପ୍ରଥମ ବିଷୟ ଆମର ଜୀବନରେ ବିଶ୍ୱାସ ଜାତ ହେବା ଆଉ ବିଶ୍ୱାସରେ ବଞ୍ଚି ରହିବା ପାଇଁ ସେ ଆମକୁ ନିର୍ଦ୍ଦେଶ ଦଉଛନ୍ତି। ଆଉ ବିଶ୍ୱାସର ଯୋଉ ଆଦି ପିତା ଅବ୍ରାହମଙ୍କୁ ସେ ସ୍ମରଣ କରୁଛନ୍ତି। ଅବ୍ରାହମ ଜଣେ ବିଶ୍ୱାସର ଆଦି ପିତା ଥିଲେ, ତାହା ଆମେ ସମସ୍ତେ ଜାଣିଛୁ। ତାଙ୍କର ଯାତ୍ରା ବିଶ୍ୱାସରେ ଆରମ୍ଭ ହେଇଥିଲା। ଯେତେବେଳେ ସେ ପରମେଶ୍ୱରଙ୍କୁ ଗ୍ରହଣ କଲେ, ପରମେଶ୍ୱରଙ୍କ ନାମକୁ ସେ ଜାଣିଲେ, ଆଉ ସେ ବିଶ୍ୱାସର ଦ୍ୱାରା ନିଜର ଜାତି, ବନ୍ଧୁ, କୁଟୁମ୍ବ, ଜ୍ଞାତି ସମସ୍ତଙ୍କୁ ଛାଡ଼ି ପରମେଶ୍ୱର ଯେଉଁ ସ୍ଥାନ ତାଙ୍କୁ ଦେଖାଇଲେ ସେଇ ସ୍ଥାନକୁ ସେ ଯାତ୍ରା କରିଥିଲେ। କେବେ ମଧ୍ୟ ଅବ୍ରାହମ ପରମେଶ୍ୱରଙ୍କୁ ପ୍ରଶ୍ନ କରିନାହାନ୍ତି, ପ୍ରଭୁ ତୁମେ ମତେ କୁଆଡେ ନେବା ପାଇଁ ଚାହୁଁଛ, ମୁଁ କୁଆଡେ ଯିବି, ସେଇ ସ୍ଥାନରେ ମୋ ନିମନ୍ତେ କଣ ହେବ, ସେ କେବେ ମଧ୍ୟ ପରମେଶ୍ୱରଙ୍କୁ ପଚାରି ନାହାନ୍ତି। ବରଂ ସେ ବିଶ୍ୱାସ କଲେ ଆଉ ତାଙ୍କର ବିଶ୍ୱାସର ମାତ୍ରା ଏତେ ଥିଲା, ତାହା ଆମେ ତାଙ୍କର ପୁତ୍ର ଇସାହାକଙ୍କୁ ଯେତେବେଳେ ସେ ବଳିଦାନ କରୁଛନ୍ତି ସେଥିରେ ଆମେ ଦେଖିପାରୁଛୁ। ଯଦି ଆମେ ଆଦି ପୁସ୍ତକ 22 ଅଧ୍ୟାୟକୁ ପାଠ କରୁଛୁ, ସେଥିରେ ଅବ୍ରାହମ ଇସାହାକଙ୍କୁ କି ପ୍ରକାର ଭାବରେ ବଳି କରିବା ନିମନ୍ତେ ମୋରିଆ ପର୍ବତକୁ ଯାଇଥିଲେ ଆଉ ଇସାହାକଙ୍କୁ ବଳି ଦେବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେ। ସେତେବେଳେ ପର୍ଯ୍ୟନ୍ତ ଅବ୍ରାହମ ଜାଣିନଥିଲେ ଯେ ପରମେଶ୍ୱର ତାଙ୍କ ଜୀବନରେ କଣ କରିବାକୁ ଚାହୁଁଛନ୍ତି, କିନ୍ତୁ ସେ କେବଳ ବିଶ୍ୱାସ କଲେ ଆଉ ତାଙ୍କ ପୁଅଙ୍କୁ ବେଦୀରେ ଶୁଆଇ ଦେଲେ। ନିଶ୍ଚିତ ଭାବରେ ତାଙ୍କର ହାତ ଗୋଡ଼ ସବୁ ବାନ୍ଧି ଦେଲେ ଇସାହାକଙ୍କର, ଆଉ ସେ ଛୁରୀ ଉଠେଇ ଇସାହାକଙ୍କୁ ବଦ୍ଧ କରିବା ଯେତେବେଳେ ଯାଉଛନ୍ତି, ପରମେଶ୍ୱର ତାଙ୍କର ବିଶ୍ୱାସର ସେଇ କାର୍ଯ୍ୟକୁ ଦେଖି ବାକ୍ୟ କହୁଛି, ସେଇ ଦିନ ପରମେଶ୍ୱର ଅତି ତାଙ୍କ ଉପରେ ଖୁସି ହେଇ ସେ ତାଙ୍କର ମିତ୍ର ଅର୍ଥାତ ସାଙ୍ଗ ବନେଇଦେଲେ। କେତେ ସୁନ୍ଦର କଥା। ଆମର ସାଙ୍ଗମାନେ ଅନେକ ଅଛନ୍ତି। ଆଜିକାଲି ଅନେକ ପ୍ରକାର ସାଙ୍ଗମାନେ ଅଛନ୍ତି, ଆଉ ଆଜିକାଲି ନିଜର ଚରିତ୍ର ଅନୁସାରେ, ନିଜର ସ୍ୱଭାବ ଅନୁସାରେ ଆମେ ମାନେ
सांग साथी बनई था किंतु केबे आमे चिंता करिछु जे आमर मित्र अर्थात आमर सांग परमेश्वर हो जा जदि आम मानकर मित्र परमेश्वर हो जिवे ताहले आम मानकर कौन आवश्यक एठी आमे देखुछु इसहाकंकु बलि देवा द्वारा से विश्वासर एते उच्च स्तर को पहुंची गले जे परमेश्वर को मित्र से कुहागला केते भल कथा आज आम मानकर विश्वासर मात्रा केते अछि जीशु अनेक समय तांको शिष्य मानकु कहिले तुमे मोठारे काहेकि विश्वास करूना तुमे काहेकि अल्प विश्वास करूअछ विश्वासर परिमाण उपरे जीशु अनेक समय तांको शिष्य मानकु से कहूथिले आज मध्य आमे देखिबा आमे निजको निजे अनुमान करिबा जे प्रभुଙ୍କ प्रति आमर विश्वास केते अछि जदि आमर विश्वास प्रभुଙ୍କ सहित यथेष्ट मात्रा रे अछि ताहाले आमे निश्चय वाक्य अनुसार परमेश्वरଙ୍କର मित्र हेबा आ परमेश्वरଙ୍କର मित्र हेबा केते जो भाग्य कथा आमर समस्त सुख दुखर से सांग हेबे आ से एई प्रकार आमर सांग हेबे से आमको केबे छाड़िबे नाही से अब्राहम को केबे मध्य छाड़िले नाही जहा जहा से अब्राहम को प्रति प्रतिज्ञा कले ताहा ताहा से अब्राहम को सहित पूर्ण कले आ एटा की प्रकार भाबरे सफल हैला केवल विश्वास द्वारा प्रथम विषय आमे चिंता कलु आजिर दिन रे ख्रीष्टीय जीवन को जदि उत्तम भाबरे आमको बितेबा को हेबो ताहले प्रथम विश्वास आम जीवन रे हेबा आवश्यक द्वितीय विषय याकूब तांको पत्र रे आउ एक पुरातन नियमर भक्तों को से स्मरण करुछंती आ तांकर नाम आयुब आसंतु आमे यात्रा याकूब तार 5 अध्याय याकूब तार 5 अध्याय 10 पद आउ 11 पद को आम देखु सेतरे एक प्रकार लेखा अछि हे भाई माने जो भाववादी माने प्रभुଙ୍କ नाम रे कथा कहिथिले सेमानकर क्लेश भोग ओ धैर्यर दृष्टांत स्वरूपे ग्रहण कर देख जो माने सहिष्णु होई रही थिले आम्भे माने सेमानंकु धन्य बोली कहि थाउ तुम्भे माने एलियो आयुब सहिष्णुता विषय रे सुनी अछि पुणी प्रभुंकर शेष कार्य देखि जानी अछ जे से दयारे परिपूर्ण ओ कृपावान अटंती प्रिय बंधु एठी याकूब आ गोटी पुरातन नियमर व्यक्तिंकर नाम से नउछंती आ से होछंती आयुब आ आयुबंकर विषय से कहबा पई चाहुछंती जे धैर्य सहिष्णु केते आवश्यक अछि जो माने सहिष्णु होई रहिथिले आम्भे माने सेमानकु धन्य बोली कहू याकूब से समयर व्यक्ति मानंकु से यहा कहबा पई चाहुथिले जे तुमे माने जो कोनोसी स्थान रे भी रहंतु ना काहे तुमे माने जेरूशलेम छाड़ी करी अन्यत्र स्थान गुड़िकर रहू अछि आ तुमे माने विशेष करी सहिष्णुता होई रुह कारण जेते सहिष्णुता तुम जीवन रे देखा जीवो तुमे सेते धन्य हो आ से व्यक्तिंकर ना को से नहीं प्रोत्साहन करबा पई चाहुछंती आयुबंक ठारू सिख कि आयुब केते सहिष्णु थिले जीवन रे जेते झड़ जंझाळ आसिले मध्य जीवन रे केते घात प्रतिघात आसिला आयुबंक भलिया दुख कष्ट बोधे किए एई संसार रे पाई छंती मु जानिनी आयुबंक भलिया दुख कहार बोधे हेइथिबो कारण से गोटिए दिन
समस्त विषय को हरइले। एटा गोटे बहुत दुखर कथा। आइब गोटे धनी व्यक्ति, संभ्रम व्यक्ति, आशीर्वाद व्यक्ति, आइब गोटे परमेश्वर भक्त, किंतु गोटे दिन अल्प किछि घंटा मध्य गोटे पर गोटे आईबंकर जीवन रे यही प्रकार विषय आसिला, से समस्त किछि हरे ने। सब किछि हरेला परे मध्य से सह्य कले। एणु ओडिया आमे गोटे गीत गाओ, सहिजा आईब समान, आसीबो जेते निंदा ताड़ना, न कर मुख मलिन, तो आगे आगे केते जे गले। केते सुंदर गीत आमे गाओ। तापर से गीत रे आमे गाओ, सहिजा आईब समान। प्रिय बंधु, आपण माने मु जो स्थान रे रहिले मध्य, जहा भी घात प्रतिघात दे गति कले मध्य, आमे आईबन को भले स्मरण करी दीर्घ सहिष्णुता को स्वभाव को आम जीवन रे परिणत करबा। जदि सहिष्णुता जीवन आमर जीवन रे आसीबो, तेबे निश्चय भाव रे आमे आशीर्वाद प्राप्त हो। वाक्यर लेखा अछि, आमे धन्य गणित हेबा। आमे धन्य गणित हेबा। जो माने दीर्घ सहिष्णुता से माने धन्य गणित होती। आउ दीर्घ सहिष्णुता हेबा आत्मांकर गोटे फल अटे। एणु जेते जहा आम मानकर सहित घटना कहीं आसु, आमे माने समस्त विषय को सह्य करिबाटा शिखिबा। कारण जेते आमे सह्य करिबा, सेते प्रभुंकर कार्य को आमे देखिबा। आमे विचलित हेले आम जीवन रे प्रभुंकर कार्य आसीबो नाही। अनेक समय आमे विचलित हो। विचलित हेबा द्वारा परमेश्वर जहा करिबा पई चाहंती, से आम जीवन रे ताहा करंती नाही। कारण आमे बहुत विचलित हो, अनेक विषय नहीं विचलित हो। किंतु प्रभुंकर वाक्य रे कहा जाए, आमे विचलित न होई जदि प्रभुंको ऊपर भरोसा करिबा, सहिष्णुता रखिबा, ताहले निश्चित भाव रे आमे आशीर्वाद पाइबा। तृतीय व्यक्ति विशेष विषय रे जाकुब कहउछंती, से 5 अध्याय, जाकुब तार 5 अध्याय 17 आउ 18 पद। जाकुब तार 5 अध्याय 17 18 पद लेखा अछि, एलियो आंभ मानकर परि दुख सुख भोगी मनुष्य थिले। वृष्टि न हेबा निमंते से एकांत चित्तरे प्रार्थना कले। आ 3 वर्ष 6 मास पर्यंत देश रे वृष्टि हेला नहीं। से पुनर्बार प्रार्थना करते, आकाशरु वृष्टि हेला, आ भूमि अपना फल उत्पन्न कला। प्रिय बंधु, तृतीय विषय, जाकुब तांकर पत्र रे एलिया को स्मरण करूछ। आउ एलिया को ठारू आम माने कोन शिखि पारिबा, जे एलियो जणे प्रभावशाली प्रार्थनाशील व्यक्ति थिले। प्रार्थना समस्ते करते, किंतु कौन आम मानकर प्रार्थना प्रभावशाली अटे? प्रभावशाली प्रार्थना अति आवश्यक। कारण अनेक समय आमे प्रार्थना करूछु, किंतु आमर प्रार्थना प्रभावशाली हेई पारु। आम प्रार्थना रे आमे उत्तर पाई पारु। आम प्रार्थना रे आमे जहा मागिबा कथा ताहा मागी पारु। आमे कौन प्रार्थना करिवार अछि ताहा आमे जानिनु। एणु प्रार्थना जदि आमर प्रभावशाली प्रार्थना हेबार आवश्यक अछि, तेबे आमे एलियाको भलिया प्रार्थना करिबा। एलियो की प्रकार भावरे प्रभावशाली प्रार्थना करथि? तांको पाखरे कौन से चमत्कार विषय थिला जे तांकर प्रार्थना एते प्रभावशाली होथिला? एलियो सदा प्रभुंकर सम्मुखरे दिवा रात्रि उपस्थित रहुथिले। आउ थरे सुनंतु, एलियो सदा प्रभुंकर सम्मुखरे दिवा रात्रि
ଉପସ୍ଥିତ ରହୁଥିଲେ ଆଉ ସେଇଥିପାଇଁ ତାଙ୍କର ପ୍ରାର୍ଥନା ପ୍ରଭାବଶାଳୀ ପ୍ରାର୍ଥନା ଥିଲା। ଯେଉଁମାନେ ସଦାପ୍ରଭୁଙ୍କର ଦୃଷ୍ଟିଗୋଚରରେ ଦିବାରାତ୍ର ରୁହନ୍ତି, ଯେଉଁମାନେ ସଦାପ୍ରଭୁଙ୍କର ଶରଣରେ ସଦାପ୍ରଭୁଙ୍କର ଛାମୁରେ ଦିବାରାତ୍ରି ବାସ କରନ୍ତି, ପ୍ରଭୁ ସେମାନଙ୍କର ପ୍ରାର୍ଥନା ସଦା ସର୍ବଦା ଶୁଣନ୍ତି। ଏଲିଓ ନିଜେ ଆପେ ଆହାବ ରାଜାଙ୍କୁ କହିଥିଲେ, ସେ ଆହାବ ରାଜାଙ୍କ ନିକଟକୁ ଯାଇ କହିଲେ, ଯେଉଁ ପରମେଶ୍ୱରଙ୍କ ଠାରେ ମୁଁ ସଦା ସର୍ବଦା ଉପସ୍ଥିତ ରହେ, ସେହି ସଦାପ୍ରଭୁଙ୍କ ନାମରେ ମୁଁ କହୁଅଛି, ଯେତେବେଳେ ପର୍ଯ୍ୟନ୍ତ ମୁଁ ପ୍ରାର୍ଥନା କରିବି ନାହିଁ, ସେତେବେଳେ ପର୍ଯ୍ୟନ୍ତ ଏଇ ଜଗତରେ ବୃଷ୍ଟି ହେବ ନାହିଁ, ଏଇ ଦେଶରେ ବୃଷ୍ଟି ହେବ ନାହିଁ। ଆଉ ତାଙ୍କର ପ୍ରାର୍ଥନା ସେଇ ସମୟରେ ଲାଗିଗଲା। ପ୍ରିୟ ବନ୍ଧୁ, ଆପଣମାନେ ମୁଁ ସବୁବେଳେ ପ୍ରାର୍ଥନା କରୁଛୁ, କିନ୍ତୁ ଆମମାନଙ୍କର ପ୍ରାର୍ଥନା କେତେ ଶୁଣା ଯାଉଛି, ଆମମାନଙ୍କର ପ୍ରାର୍ଥନାର କେତେ ପ୍ରଭାବ ପଡୁଛି, କେବେ ଆମେ ଦେଖିଛୁ? ଅନେକ ସମୟରେ ଆମେ ନିରାଶ ହଉଛୁ, ଅନେକ ସମୟରେ ଆମେ ପ୍ରାର୍ଥନା କରିବାଟା ଭୁଲି ଯାଉଛୁ, ଅନେକ ସମୟରେ ଆମେ ନିରାଶ ହୋଇ ହତାଶ ହୋଇ ମାଗି ମାଗି ନ ପାଇ ଆଉ ପ୍ରାର୍ଥନା କରିବାଟା ଆମେ ଛାଡି ଦଉଛୁ। ଆମମାନଙ୍କର ପ୍ରାର୍ଥନା କରିବା ଶୈଳୀ ଅନେକ ପ୍ରକାର ଅଟେ, କିନ୍ତୁ ପ୍ରଭାବଶାଳୀ ପ୍ରାର୍ଥନା ଗୋଟିଏ ଅଲଗା ପ୍ରକାର। ଯେଉଁମାନେ ସଦାପ୍ରଭୁଙ୍କର ଦୃଷ୍ଟିରେ ଦିବାରାତ୍ର ଥିବେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁ ସଙ୍ଗେ ସଙ୍ଗେ ଶୁଣନ୍ତି। ପ୍ରାର୍ଥନା ବିଷୟରେ ଆପଣମାନେ ବହୁତ କିଛି ଶୁଣିଥିବେ, କିନ୍ତୁ ଆଜି ମୁଁ କେବଳ ପ୍ରାର୍ଥନା ବିଷୟରେ ଗୋଟିଏ କଥା କହିବି। ସଦାପ୍ରଭୁଙ୍କର ସମ୍ମୁଖରେ ସଦା ସର୍ବଦା ରହିବା ପାଇଁ ଚେଷ୍ଟା କରନ୍ତୁ, ଯଦ୍ୱାରା ଆପଣମାନଙ୍କର ଆଉ ମୋର ପ୍ରାର୍ଥନା ସର୍ବଦା ସଦାପ୍ରଭୁ ଶୁଣି ଆମମାନଙ୍କୁ ଉତ୍ତର ଦେବେ। ଆଜି ଆମେ ତିନୋଟି ବିଷୟ ଅଳ୍ପ ସମୟରେ ଚିନ୍ତା କରୁ। এই ତିନୋଟି ବିଷୟ କଣ ଆମ ଜୀବନରେ ଅଛି? ଯାକୁବ କେବଳ ତିନୋଟି ବ୍ୟକ୍ତି ବିଶେଷଙ୍କର ନାଁକୁ ହିଁ ସେ ଉଲ୍ଲେଖ କରିଛନ୍ତି ତାଙ୍କର ପତ୍ରରେ, ତାଙ୍କ ପୁସ୍ତକରେ। ସେଇ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ ଯେଉଁମାନେ ଜେରୁସାଲେମରୁ ପଳାୟନ କରିଥିଲେ, ନିନ୍ଦା ତାଡ଼ନାକୁ ସହି ନ ପାରି, କାରଣ ସେ ସମୟରେ ଯେତେବେଳେ ଜେରୁସାଲେମରେ ଅନେକ ନିନ୍ଦା ତାଡ଼ନା ହଉଥିଲା, ସେମାନଙ୍କୁ ସେ ପତ୍ର ଦ୍ୱାରା ଏଇ ତିନୋଟି ମହାନ ପ୍ରଭୁଙ୍କର ଦାସ ମାନଙ୍କର ବିଷୟରେ ସେ ଉଲ୍ଲେଖ କରି ସେମାନଙ୍କ ଠାରୁ କିଛି ଶିଖିବା ପାଇଁ ସେ ପ୍ରେରଣା ଦେଇଥିଲେ। ଅବ୍ରାହମଙ୍କ ଭଳିଆ ରହିବା ପାଇଁ ସେ କହିଥିଲେ। ଆମମାନେ ମଧ୍ୟ ବାହାର ଦେଶରେ ରହୁଛୁ। ଆଜି ଓଡ଼ିଶାରୁ ଅନେକ ପାଳକ ପ୍ରଚାରକ ମାନେ ବାହାର ଦେଶରେ ରହୁଛନ୍ତି। ମୁଁ ମଧ୍ୟ ମଧ୍ୟପ୍ରଦେଶରେ ରହୁଛି, ଆଉ ଅନେକ ମାନେ ଅନେକ ରାଜ୍ୟରେ ରହୁଛନ୍ତି। ଆମମାନଙ୍କର ଜୀବନ ବିଶ୍ୱାସର ଜୀବନ ଅଟେ। ପ୍ରିୟ ବନ୍ଧୁ, ଯେ ପ୍ରକାର ଭାବରେ ଅବ୍ରାହମ ଆପଣ ଜ୍ଞାତି ବନ୍ଧୁ କୁଟୁମ୍ବ ନିଜର ପୈତୃକ ଗୃହ ସବୁକିଛି ପରିତ୍ୟାଗ କରି ଯେଉଁ ଦେଶକୁ ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ସେଇ ଦେଶକୁ ବିଶ୍ୱାସର ସହିତ ଗମନ କରିଥିଲେ। ଆମେମାନେ ମଧ୍ୟ ସେ ସିଓନ ଦେଶକୁ ଗତି କରି ବିଶ୍ୱାସର ସହିତ ଗମନ କରୁଛୁ। ଏଣୁ ଆମମାନଙ୍କର ବିଶ୍ୱାସ ଅବ୍ରାହମଙ୍କ ଭଳିଆ ମଜବୁତ ହେବା ଦରକାର, ଯଦ୍ୱାରା ଆମେ ପରମେଶ୍ୱରଙ୍କର ମିତ୍ର ଅର୍ଥାତ୍ ସାଙ୍ଗ ହେଇପାରିବା। ଦ୍ୱିତୀୟରେ, ଦୀର୍ଘ ସହିଷ୍ଣୁ ହୋଇ ରହିବା ଅତି ଆବଶ୍ୟକ ଅଟେ। ଆମମାନେ ବାହାର ଦେଶ ମାନଙ୍କୁ ରହୁଛୁ, ଆମ ନିଜ ରାଜ୍ୟ ମାନଙ୍କୁ ରହୁଛୁ, ଆମମାନେ ମସିହ ଜୀବନ ଖ୍ରୀଷ୍ଟିଆନ ଜୀବନକୁ ବିତଉଛୁ। ଅନେକ ପରୀକ୍ଷା ପ୍ରଲୋଭନ ଆମ ଜୀବନରେ ଆସିବ। ଯେତେ ଯାହା ଜୀବନରେ ପରୀକ୍ଷା ପ୍ରଲୋଭନ ଆସୁନା କାହିଁକି, ସହିଷ୍ଣୁତାକୁ ରଖିବା। ଆଇବଙ୍କ ଭଳି ଯେତେବେଳେ ଆମେ ଆଇବଙ୍କ ଭଳି ସହିଷ୍ଣୁତା ରଖିବା, ଆମେ ନିଶ୍ଚୟ ଧନ୍ୟ ହେବା। ଆଉ ତୃତୀୟ ବିଷୟ, ଆମମାନଙ୍କର ଜୀବନ ପ୍ରାର୍ଥନାଶୀଳ ଜୀବନ ହେବା ଆବଶ୍ୟକ। ସେଥିପାଇଁ ଆମମାନଙ୍କୁ ପରମେଶ୍ୱରଙ୍କ ଉପସ୍ଥିତିରେ ସଦାସର୍ବଦା ରହି ତାହାଙ୍କର ଛାମୁରେ ଆମକୁ ବାସ କରିବାକୁ ପଡ଼ିବ, ଯଦ୍ୱାରା ଆମମାନେ ଯେତେବେଳେ ଯାହା ବି ପ୍ରାର୍ଥନା କରିବା, ପ୍ରଭୁ ଆମମାନଙ୍କର ପ୍ରାର୍ଥନାକୁ ଶୁଣି ଆମମାନଙ୍କୁ ଉତ୍ତର ଦେବେ, ଯେଉଁ ପ୍ରକାର ଭାବରେ ସେ ଏଲିଓଙ୍କର ଉତ୍ତର ଦେବା ପରମେଶ୍ୱର ଥିଲେ। ପ୍ରିୟ ବନ୍ଧୁ, ଏଇ ଅଳ୍ପ ଶିକ୍ଷା ଦ୍ୱାରା, ଏଇ ଅଳ୍ପ ବାକ୍ୟ ଦ୍ୱାରା ଆସୁ ଏଇ ଦୁର୍ଦିନ କାଳରେ ଆମେ ଆମ ଜୀବନକୁ, ଆମେ ଆମର ସମୟକୁ, ଆମେ ଆମର ସେବାକୁ
समस्त विषय को प्रभु हस्त समर्पण करी प्रभु निमंते उत्सर्ग करवा। आसो आमे प्रार्थना करू। प्रिय प्रभु, आमे तुमको धन्यवाद दौछु जाकुबंकर वाक्यरु जाकुबंकर पत्ररु आमे जो तीनोटी मुख्य विषय आज शुणिलु ए दुर्दिन अवस्था आमनकर विश्वास मजबूत करो आ ये दुर्दिन अवस्था आम मान को दीर्घ सहिष्णु हो रही आम मान को साहाय्य करो। पुणी ये दुर्दिन अवस्था प्रार्थनाशील जीवन आम मान को दियो जद्वारा आमे मध्य आम मानकर आदि पिता अब्राहम आयुब आउ एलिया भली एक आदर्शमय जीवन बीते यही जगत रे आमे जेपरि बंची पारिबु पुणी एक आदर्श ख्रीष्टीय जीवन बीते पारिबु से आम मान को साहाय्य करो। धन्यवाद दौछु ए सुंदर वाक्य निमंते आम समस्त ए वाक्य माध्यम आशीर्वाद करो। यीशु नाम रे ए प्रार्थना मांगुछु आमेन। प्रभु आपण मानकु आशीर्वाद करो।